त्वमेव त्वमेव विद्यां च दिव्यं त्वमेव त्वमेव सर्व मम देव देव परम देव श्री श्री ठाकुर परमाराध्य जगत परम देव श्री श्री परम पूज्य प्रधान आचार्य देव श्री श्री दादा पूजनीय बाबायदा समस्त परिवार का श्री चरण मंडली ମୁଁ ମା ଭାଇ ଛୋଟ ମାନେ ମୋର ଶ୍ରଦ୍ଧାର ଜୟଗୁରୁ। ମୁଁ ତ ଏବେ ନିଜେ ବି ମାତୃ ସମ୍ମିଳନୀ ତରଫରୁ ମୁଁ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଆଉ ବହୁତ ବହୁତ କୃତଜ୍ଞତା ଜ୍ଞାପନ କରୁଛି ଯେ ଆପଣ ମାନେ ମତେ ଏତେ ବଡ ଗୋଟେ ଟାଇମ ଦେବେ ଏବେ କହିବା ପାଇଁ ଆଉ ମତେ ସେତିକି ଯୋଗ୍ୟ ଭାବିଲେ ଯେ ମୁଁ ମୋର ଆଲୋଚନା ରଖିପାରିବି ଆଉ ସେଥିପାଇଁ ମତେ ଆପଣଙ୍କ ସମସ୍ତଙ୍କୁ ମୋର ଠାକୁରଙ୍କ ବିଷୟରେ ଆଲୋଚନା କେତେ କରିବାକୁ ଏମିତି ସୁଯୋଗ ମିଳିବ କି ଏମିତି ଲାଇଫରେ କେବେ ମତେ ଆସିକି ଏମିତି ଗୋଟେ ଫୋରମ ରେ କହିବା ପାଇଁ ଏମିତି ବି ଗୋଟେ ସମୟ ଆସି ମୁଁ ଆସିକି କହିବି ଏ ବିଷୟରେ କିନ୍ତୁ ମୁଁ କେବେ ବି ଭାବିନଥିଲି ମୋର ପୁରା ଲାଇଫ ବହୁତ ହି ବହୁତ ହି ବ୍ୟସ୍ତତା ଭିତରେ ଯାଇଛି ଆଜି ପର୍ଯ୍ୟନ୍ତ 18 ବର୍ଷ ହେଇଗଲା ମୋର ଜୀବନ ଆଉ 15 ବର୍ଷ ହେଇଗଲା ମୋର ବୈବାହିକ ଜୀବନ ଭିତରେ ଆଉ ଦୁଇଟା ଜିନିଷ ମୋ ଲାଇଫ ର ସବୁଠୁ ବଡ ମୋଟୋ ଯୋଉଟା କି ମୁଁ ବହୁତ ଫଲୋ କରିଛି ଆଉ ସେଥିପାଇଁ ମୁଁ କେବେ ଏଇ ଆସିକି କହିବା ବିଷୟରେ କେବେ ଏତେ ମାନେ ଆଗ୍ରହ ପ୍ରକାଶ କରିନି କାରଣ ଗୋଟେ ହଉଛି ବି ଆଉ ଗୋଟେ ହଉଛି being and becoming ଏଇ ଦୁଇଟା ଜିନିଷ ହିଁ ମୋ ଜୀବନର ଗୋଟେ ବହୁତ ବଡ ମୋଟୋ ଥିଲା ମତେ ସବୁବେଳେ ଫିଲ୍ ହୁଏ ଯେ ମୁଁ ଆଗ କିଛି ବନିଯାଏ ଏମିତି କିଛି ବନିଯାଏ ତାପରେ ମୁଁ ଆଟଲିଷ୍ଟ ମୋ ମୋର ଆତ୍ମାର ଠାକୁରଙ୍କ ବିଷୟରେ କହିବା ପାଇଁ କିଛି ଗୋଟେ ଯୋଗ୍ୟତା ତ ଦରକାର ଯେ ମୁଁ ବସିକି ତାଙ୍କ ବିଷୟରେ କହିପାରିବି ଯେ ମୁଁ ଆଟଲିଷ୍ଟ ପରମ ପିତା ମତେ ଏତିକି କହି ଏବେ ମୁଁ ସକ୍ଷମ ହେଲି ଏବେ ବି ମୁଁ ଫିଲ୍ କରୁଛି ଯେ ମୋ ଭିତରେ ସେ ସବୁ ଫୁଟି ଯୋଉଗୁଡା କି ମୁଁ ଆପଣ ମାନଙ୍କ ପାଖରେ ଗୋଟେ ଏକ୍ସାମ୍ପଲ ପ୍ରସ୍ତୁତ କରିପାରିବି କି କଣ କିନ୍ତୁ 4 ବର୍ଷ ତଳେ ମତେ ପୂଜନୀୟ ସିପାଇଦା ଥରେ କହିଥିଲେ ଯେ ତମକୁ ସାଉଣ୍ଡ ଆଉ ହବନି ଠାକୁରଙ୍କ ବିଷୟରେ କୁହ ମା ସୁବୁ ହ୍ୟାଲୋ ଅନ୍ୟ ମା ମାନଙ୍କୁ ଅନୁରୋଧ ତାଙ୍କର ବନ୍ଦ କରନ୍ତୁ ମ୍ୟୁଟ କରନ୍ତୁ ଆଉ 2 ଜଣ ମା ଅନ୍ କରିକି ଅଛନ୍ତି ବନ୍ଦ କରନ୍ତୁ ଆଚ୍ଛା ମା ମୋ ଭଏସ ଶୁଭୁଛି ତ ହ୍ୟାଲୋ ହଁ ଆପଣଙ୍କ ଭଏସ ଠିକ ଆସୁଛି କିଛି ଅସୁବିଧା ନାହିଁ ଆଚ୍ଛା ଆଜ୍ଞା ମା କ୍ଲିୟର ଆସୁଛି ଆପଣଙ୍କ ଭଏସ କୁହନ୍ତୁ ଆପଣ କୁହନ୍ତୁ ଆଚ୍ଛା ଆଚ୍ଛା ଠିକ ଅଛି ତ 4 ବର୍ଷ ତଳେ ମତେ ପୂଜନୀୟ ସିପାଇଦା ଥରେ କହିଲେ ଯେ ଆଉ ତମକୁ ଠିଆ ହେଇକି ମାତୃ ସମ୍ମିଳନୀରେ କହିବା ଦରକାର ତ ମୁଁ କହିଲି ଦାଦା ମୁଁ କଣ କହିବି ମତେ କିଛି ବି ଜଣା ନାହିଁ ତ ବୋଉରାଣୀ ହସି କଲେ ଏଇ ଠିଆ ହ ଆଉ ଏଇଠି କହ ତ ସେଇଟା ମୋର ଫାର୍ଷ୍ଟ ଟାଇମ ମୁଁ ଖାଲି ବୋଉରାଣୀଙ୍କ ମନ ରଖିବା ପାଇଁ ଏମିତି ହିଁ ମୋର ଗୋଟେ ଲାଇଫ ର ଏକ୍ସପିରିଏନ୍ସ କହିଥିଲି ବୋଉରାଣୀ ମତେ ସେଠି କହିଥିଲେ ବାସ୍ ସେମିତି ହିଁ ଠିଆ ହେଇକି କହିବୁ ଠାକୁରଙ୍କ କଥା କହିବା ପାଇଁ କଣ ମନରେ ଭୟ କଣ ତୋ ଠାକୁର ତୁ କହିବୁ ତ ସିଏ ଗୋଟେ କନଫିଡେନ୍ସ ଦେଇଥିଲେ ବଟ ତାପରେ ଆସିକି ଆଉ ମୁଁ ପୁଣି ଏଗେନ ସବୁ କାମ ଭିତରେ ବ୍ୟସ୍ତ ଭିତରେ ମୁଁ ଆଉ ଗୋଟେ ଗ୍ରୁପ କେବେ ପାଇନଥିଲି ଯେ ଏମିତି ଗୋଟେ ଗ୍ରୁପ ଅଛି ଏମିତି ଗୋଟେ ଫୋରମ ଅଛି ଏମିତି କହିବାକୁ ପଡେ କେତେବେଳେ କେମିତି ବୋଉ ମୋ ଶାଶୁ ବହୁତ ମାତୃ ସମ୍ମିଳନୀରେ ଇନଭଲଭ ହୁଅନ୍ତି ବଟ ସିଏ ଯୋଉ ଟାଇମରେ କୁହନ୍ତି ଆମେ ଟିକେ ଯାଇକି ବସିଯାଉ ବସ୍ କିନ୍ତୁ ଏମିତି ଗୋଟେ ସିଷ୍ଟମାଟିକ ସମୟ ଆସିବ ଆଉ କହିବା ଯେ ଗୋଟେ ପ୍ରାୟୋରିଟି ବନିବ ଏଇଟା କେବେ ଫିଲ୍ କରିନଥିଲି ଗଲା ଦୁର୍ଗା ପୂଜା ଛୁଟିରେ ଆମେ ଆମର ମୋ ପରିବାର ବର୍ଷକୁ 2ଟା ଛୁଟି ଦେଉଳ କାଟିବାକୁ ଯାଉ ତେଣୁ ସେଇ ସମୟରେ ଆମର କାଫି ବହୁତ ସୁନ୍ଦର ସୁନ୍ଦର ଜିନିଷ ଶିଖିବାକୁ ମିଳେ ଗୁରୁ ପରିବାରଙ୍କର ସଙ୍ଗ କରିକି ତ ଏମିତି ହିଁ ଗୋଟେ ଅବସର ମତେ ପୂଜନୀୟ ବାବାଇଦା ଡାକିଲେ ଆଉ କହିଲେ ଯେ ଆଉ
ତୁମକୁ ଠାକୁରଙ୍କ ବିଷୟରେ ପଢିବାକୁ, ଲେଖିବାକୁ, କହିବାକୁ ହେବ। ଆଉ ତାଙ୍କ ପାଟିରୁ ବାହାରିଲା ପରଠୁ ମୋର ନିଜ ଭିତରେ ଗୋଟେ କନଫିଡେନ୍ସ ଆସିଲା ଯେ ନାଇଁ, ବୋଧହୁଏ ଏବେ ସମୟ ଆସିଗଲାଣି ଯେ ମୁଁ ମୋର ଏକ୍ସପିରିଏନ୍ସ ଥଟ୍ ଆଉ ମୋର ସବୁ ଯାହା ଯେତିକି ଜ୍ଞାନ ଅଛି ମୁଁ ତୋଳି ଧରିବାକୁ ପଡିବ ଅନ୍ୟମାନଙ୍କ ସାମ୍ନାରେ। ହୁଏତ ମୋର ଏକ୍ସପିରିଏନ୍ସ ଆଉ ମୋର କେତେ ଗୁଡିଏ କଥା ଯଦି କାହାର ଲାଇଫରେ କିଛି ବି ପଜିଟିଭିଟି ଆଣିପାରେ, ତାହେଲେ ବି ମୋର ଏଇ ଜନ୍ମ ଧନ୍ୟ ହବ। ଆପଣ ମାନଙ୍କ ଭିତରେ ଆଉ ମୋ ଭିତରେ ଫୋନ ହଉଛି ଗୋଟେ ମାଧ୍ୟମ ଏବେ। ହଁ, ତ ଗୋଟେ କଥା ଅଛି, ମୁଁ ତ ଓଡିଶୀ ନୃତ୍ୟ ଶିଳ୍ପୀ, ଆମର ଗୋଟେ ଭାବ ଥାଏ ସଞ୍ଚାରୀ ଭାବ। ସଞ୍ଚାରୀ ଭାବ ଅନୁସାରେ ମୋ ମନ ଆଉ ଆତ୍ମାର କଥା ମୋର ଅଭିନୟ ଦ୍ଵାରା ଯଦି ସମସ୍ତଙ୍କ ପାଖକୁ ସଞ୍ଚାରୀ ଗଲା, ତାହେଲେ ହିଁ ସେଇଟା ହିଁ ହଉଛି ପରଫେକ୍ଟ ଅଭିନୟ। ହଁ, ତ ଏଇ ଫୋନ ଦ୍ଵାରା ମୋ ମନର ତାର ଆପଣ ମାନଙ୍କ ମନର ତାର ଭିତରେ ଗୋଟେ ଯୋଡିବାର ପ୍ରୟାସ ମୁଁ ଏବେ କରିବି, ଯୋଡିବାକୁ ଚେଷ୍ଟା କରିବି। କାରଣ ଆପଣଙ୍କ ଆରାଧ୍ୟ ଯିଏ, ମୋ ଆରାଧ୍ୟ ବି ସିଏ। ମୁଁ ଯାହାକୁ ଭଲ ପାଏ, ଆପଣମାନେ ବି ତାକୁ ଭଲ ପାଆନ୍ତି। ଯଦି ମୁଁ ଆଉ ଆପଣ ମାନଙ୍କ ଭିତରେ ଗୋଟେ ତାର ଆଜି କନେକ୍ଟ କରିପାରିଲି, ଆଉ ସେଇ ତାରଟା ଯେ ମୋ ଈଶ୍ୱର, ତାହେଲେ ମୁଁ ଭାବିବି ମୋ ଭଜନ ସାର୍ଥକ ହେଲା। ତ କାଲି ଯେତେବେଳେ ଫୋନ କଲେ, ଯେତେବେଳେ ସେତେବେଳେ ମୁଁ ବସିଥିଲି, ସନ୍ଧ୍ୟା ଦେଇଛି। ଆରେ ଆସିଲା ଶୁଭୁନି। କହିଲା ହ୍ୟାଲୋ। ଆରେ ଶୁଭୁନି, କଣ ସାଉଣ୍ଡ ହଉଛି କୁନି? କଣ ହଉଛି କୁନି? ମାଉସୀ ଶୁଭୁଛି? ଆରେ ସାଉଣ୍ଡ ହଉଛି। ପୂର୍ଣ୍ଣିମା ଟିକେ ମାଇକ ଅଫ୍ ସେ କରିଦିଅନ୍ତୁ ଟିକେ, ସେଇଥିପାଇଁ ଅସୁବିଧା ହଉଛି। ଏତେ ଜୋର ସାଉଣ୍ଡ ଟା ହଉଛି। ଏବେ କୁହନ୍ତୁ ମା, କଣ ଏବେ କରିବା? କୁହନ୍ତୁ, ଆସୁଛି ହଁ, ଏବେ। ହଁ, କମିଲା କମିଲା। ତପୁ ମାଉସୀ ମତେ ଯେତେବେଳେ ଫୋନ କରିକି କହିଲେ ଯେ ସୁଦେଷ୍ଣା, ଆମେ ଆଉ କାହାକୁ ବକ୍ତା ରଖୁନୁ, ଆମେ ତୁମକୁ ବକ୍ତା ରଖୁଛୁ ଆଉ ତୁମଠୁ ହିଁ ଶୁଣିବୁ। ଆଉ ମାଉସୀ ତ କହିକି ରଖିଦେଲେ, ମୁଁ ବସିକି ଭାବିବାକୁ ଲାଗିଲି ଯେ ପରମ ପିତାଙ୍କ ବିଷୟରେ କହିବି କୋଉଠୁ ଆରମ୍ଭ କରିବି, କୋଉଠୁ ସାରିବି। ଭାବର କଥା କହିବି ନା ଭାଷାର କଥା କହିବି, ଜ୍ଞାନର କଥା କହିବି ନା ବିଜ୍ଞାନର କଥା କହିବି, ବାଣିଜ୍ୟର କଥା କହିବି ନା ଏ ସବୁ ବିଦ୍ୟାର ମୂଳ ବିଶ୍ୱାସର କଥା କହିବି। ବହୁତ ଭାବିଲା ପରେ ଭାବିଲି ନାଇଁ, ମୁଁ ଆଗ ଯାହା ପାଇଁ ଆସିଛି, ଯାହା ପାଇଁ ଆଜି ମୁଁ ଟିକେ ତା ବିଷୟରେ ନିଶ୍ଚିତ କହିବା ଦରକାର। ଏଇ ମୋର କଥାବସ୍ତୁକୁ ପ୍ରେଜେଣ୍ଟ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟେ କାହାଣୀ ଶୁଣେଇବି। ଥରେ ଠାକୁରଙ୍କ ପାଖକୁ 2 ଜଣ ବିଦ୍ୟାର୍ଥୀ ଆସିଲେ। ବିଦ୍ୟାର୍ଥୀ 2 ଜଣ ଆସିକି ଠାକୁରଙ୍କୁ ପ୍ରଣାମ କଲେ। ଠାକୁରଙ୍କୁ ପ୍ରଣାମ କରୁଛନ୍ତି ତ ଠାକୁର ପ୍ରଥମ ବିଦ୍ୟାର୍ଥୀ ପଚାରିଲେ ଯେ ତୋର କେମିତି ପାଠ ପଢା ଚାଲିଛି, ତୁ କଣ ପଢୁଛୁ? ତ ପ୍ରଥମ ବିଦ୍ୟାର୍ଥୀଟି କହୁଛି ଯେ ଠାକୁର, ମୁଁ ବହୁତ ଭଲ ପାଠ ପଢେ, ମୁଁ କ୍ଲାସରେ ଫାର୍ଷ୍ଟ ହୁଏ। ଠାକୁର କହୁଛନ୍ତି ଯେ ଆଚ୍ଛା, ବହୁତ ବଢିଆ କଥା ତ, ଆଉ ଭଲ ଭଲ, ଆଉ ତୁ ଏମିତି ହିଁ ମନ ଲଗେଇକି ପଢିବୁ। ତାପରେ ସେକେଣ୍ଡ ବିଦ୍ୟାର୍ଥୀ, ସେ ବିଦ୍ୟାର୍ଥୀଟି ପ୍ରଣାମ କରିକି ପଳଉଛି। ତାପରେ ସେକେଣ୍ଡ ବିଦ୍ୟାର୍ଥୀଟି ପ୍ରଣାମ କରୁଛି। ସେକେଣ୍ଡ ବିଦ୍ୟାର୍ଥୀ ଯେତେବେଳେ ପ୍ରଣାମ କରୁଛି, ଠାକୁର ପୁଣି ସେମ କ୍ୱେଶ୍ଚିନ୍ ପଚାରୁଛନ୍ତି ଯେ ବାବାରେ, ତୁ କେମିତି ପଢୁଛୁ, କଣ ପଢୁଛୁ ଟିକେ କହ। ତ ସିଏ କହୁଛି ଯେ ଠାକୁର, ମୁଁ ଜମାରୁ ଭଲ ପାଠ ପଢେନି, ମୁଁ କ୍ଲାସରେ ଲାଷ୍ଟ ହୁଏ। ଠାକୁର କହିଲେ କାହିଁକି? ଆଉ ତୁ ବି ମନ ଲଗେଇକି ପଢିଲେ ତୋର ବି ପାଠ ହବ ନା। ନା ଠାକୁର, ମୋର ତ ଜମା ପାଠ ପଢିବାକୁ ମନ ହିଁ ହୁଏନି। ତ ଠାକୁର କହିଲେ ଯେ ଆଉ ନା ନା, ଶୁଣ, ତୁ ବି ଯଦି ମନ ଲଗେଇ ପାଠ ପଢିବୁ, ଆଉ ମୁଁ ଯାହା ଯାହା କହୁଛି ଯଦି ତୁ ମାନିକି ନା ପଢିବୁ, ତାହେଲେ ତୁ ବି ଫାଷ୍ଟ ହବୁ କ୍ଲାସରେ। ତ ସେ ପିଲାଟା କହିଛି ଆଚ୍ଛା ଠାକୁର, ମୁଁ ଫାଷ୍ଟ ହେଇପାରିବି କ୍ଲାସରେ? ତ ଠାକୁର କହୁଛନ୍ତି ଯେ ହଁ, ତୁ ବି ଫାଷ୍ଟ ହେଇପାରିବୁ। ତାପରେ ଠାକୁର ସେ ପିଲାଟିକୁ କେତେ ଗୁଡେ ସବୁ ବତେଇ ଦଉଛନ୍ତି, ତୁ ଏମିତି ପଢିବୁ, ଏମିତି କରିବୁ କହିକି ତାକୁ
से पिलाटी प्रणाम करके जाइची। से पिलाटी घरे जाइकी पहुंचिकी ठाकुर जेमिति जेमिति कहिथिले सेई जिनिसको मानिची କରିଛି। ଆଉ ପରୀକ୍ଷାରେ ସେଇ ପିଲାଟା ହିଁ ଫାଷ୍ଟ ହେଇଯାଇଛି ଆଉ ଯୋଉ ଫାଷ୍ଟ ପିଲାଟା ସେକେଣ୍ଡ ହେଇଯାଇଛି। ତ ସେକେଣ୍ଡ ପିଲାଟା କଣ ହେଇଛି ନା ଈର୍ଷା ହେଇକି ଫାଷ୍ଟ ପିଲା ବିଷୟରେ ଚାରିଆଡେ ବୁଲିକି ଗାଇ ବୁଲିଛି ଯେ ଇଏ ତ ଲାଷ୍ଟ ହୁଏ ଇଏ କେମିତି ଫାଷ୍ଟ ହେଲା ଆଉ ନିଶ୍ଚିତ ୟାକୁ ଇଏ କପି କରିକି ଫାଷ୍ଟ ହେଇଛି। ତ ଏଇ କଥାଟି ଯେତେବେଳେ ଫାଷ୍ଟ ପିଲାର କାନରେ ପଡିଛି ତ ଫାଷ୍ଟ ପିଲାଟାର ମନ ବହୁତ ଦୁଃଖ ହେଇଛି। ସିଏ କଣ କରିଛି ଯାଇଛି ଠାକୁରଙ୍କୁ ପ୍ରଣାମ କରିବା ପାଇଁ ଆଉ ଠାକୁର ତାକୁ ଅନେଇକି ହସିକି ପଚାରିଛନ୍ତି କି ରେ ତୋର କଣ ହେଲା। ତାପରେ ସେ କହିଛି ଯେ ଠାକୁର ଆଉ ମୋର ମୁଁ କ୍ଲାସରେ ଫାଷ୍ଟ ହେଇଛି। ଠାକୁର କହିଲେ ଆରେ ଏତେ ସୁନ୍ଦର ଖବର ଆଉ ତୁ ଏତେ ମନ ଦୁଃଖରେ କହୁଛୁ। ତାପରେ ସିଏ କହୁଛି ଯେ ନାଇଁ ଠାକୁର ମୁଁ ଫାଷ୍ଟ ହେଇଛି କିନ୍ତୁ କେହି ବିଶ୍ୱାସ କରୁନାହାନ୍ତି ଆଉ ସମସ୍ତେ କହୁଛନ୍ତି ମୁଁ କପି କରିକି ପାସ୍ ହେଇଛି। ଏତିକି ଶୁଣିକି ଠାକୁର ଟିକେ ସମୟ ଚୁପ ରହିଲେ ଆଉ ଗମ୍ଭୀର ହେଇକି କହିଲେ ଯେ ଶୁଣ ସେମାନଙ୍କୁ କହିଦବୁ ମୋ ଠାକୁର ଯଦି ସାଥିରେ ଥିବେ ତାହେଲେ କାଠର ମୂଷା ଜିଅନ୍ତା ବିଲେଇ ଶିକାର କରିବ ଆଉ ବିଲେଇ ଦେଖି ଭାବୁଥିବ ଯେ ମୋ ସାଙ୍ଗରେ ହଉଛି କଣ। କଥାଟା ଆଉ ଥରେ କହିବି। ଠାକୁର କହିଲେ ଶୁଣ ସେମାନଙ୍କୁ କହିଦବୁ ମୋ ଠାକୁର ଯଦି ସାଥିରେ ଥିବେ କାଠର ମୂଷା ଜିଅନ୍ତା ବିଲେଇ ଶିକାର କରିବ ଆଉ ବିଲେଇ ଦେଖି ଭାବୁଥିବ ମୋ ସାଙ୍ଗରେ ହଉଛି କଣ। କାହାଣୀଟି ଏଇଠି ରଖିବି ଆଉ ଏଇ କାହାଣୀଟିର ସାରାଂଶକୁ ଆମେ ଯିବା। ସାରାଂଶଟା ଏଇଆ ମୋ ଠାକୁର ଯଦି ସାଥିରେ ଥିବେ ତାହେଲେ ଅସମ୍ଭବ ବି ସମ୍ଭବ ହୁଏ। ଆଉ ମୋ ଜୀବନରେ ଅସମ୍ଭବ କେମିତି ସମ୍ଭବ ହେଇଥିଲା ଆଜି ମୁଁ ସେଇ କାହାଣୀ ଆପଣ ମାନଙ୍କ ପାଖରେ ତୋଳି ଧରିବି ମୋର ଆତ୍ମାର ଅନୁଭୂତି। ମୁଁ +3 ଫର୍ଷ୍ଟ ଇୟରରେ ଢେଙ୍କାନାଳ କଲେଜରେ ସାଇକୋଲୋଜି ଅନର୍ସ ନେଇକି ପାଠ ପଢୁଥାଏ। ମୁଁ ବହୁତ ପିଲାଦିନରୁ ବହୁତ ଭଲ ଓଡିଶୀ ଡାନ୍ସର ଆଉ ଗୋଟେ ଅଲରାଉଣ୍ଡର ଟିଏ କିନ୍ତୁ ମୋର +2 ଟାଇମରେ ମୁଁ ଅଲ ଇଣ୍ଡିଆ ଗୋଟେ NIC କ୍ୟାମ୍ପ ହୁଏ 3 ଥର ସେ NIC କ୍ୟାମ୍ପକୁ ଆଟେଣ୍ଡ କରିବା ପାଇଁ ମୋର ଥ୍ରୁ ଆଉଟ ପୁରା +2 ଟା ହିଁ ପାଠ ପଢା ପୁରା ଡିଷ୍ଟର୍ବ ହେଇଗଲା। ପାଠ ପଢା ଡିଷ୍ଟର୍ବ କାରଣ ମୋର ନାଚରେ ଗୋଟେ ଲେବଲକୁ ପହଞ୍ଚି ଗଲି ବହୁତ ଗଭର୍ଣ୍ଣର ଆୱାର୍ଡ ତାପରେ ଏପଟେ ଚିଫ ମିନିଷ୍ଟର ଆୱାର୍ଡ ଏଇ ସବୁ ଧନ୍ଦାରେ ପୁରା ଗୋଟେ ସାଇଡ ଷ୍ଟ୍ରଙ୍ଗ ହେଲା ବେଳକୁ ପାଠ ମୋର ବହୁତ ୱିକ୍ ହେଇଗଲା। 10th ଯାଏ ମୋର ବହୁତ ଭଲ କ୍ୟାରିୟର ଥିଲା। +2 ଟା ମୋର ଏଇ ସବୁ ଡିଷ୍ଟର୍ବାନ୍ସରେ କମିଲା ଯେମିତି ମୋର ପଢା ପ୍ରତି ବି ଇଣ୍ଟରେଷ୍ଟ ବହୁତ କମି କମି ଯାଇଥାଏ। ତ ମୁଁ ସାଇକୋଲୋଜି ଡିପାର୍ଟମେଣ୍ଟରେ ମୋର 15th or 16th ପୋଜିସନ ଥାଏ ମୋର ସେତେବେଳେ। ତ ଏଇ ସମୟରେ ଆମ ଘରକୁ ଜଣେ ଗୁରୁ ଭାଇ ଆସନ୍ତି। ସେ ଗୁରୁ ଭାଇ ଜଣଙ୍କ କୌଣସି ଗୋଟେ କାମ ନେଇକି ଆସିଥିଲେ ବଟ ସିଏ ନା ଗୁରୁ ଭାଇ ମାନଙ୍କର ତ ଇଏ ଯେ ସେମାନେ ଏନି ହାଉ ଠାକୁରଙ୍କ କଥା ଦିଟା କହିକି ହିଁ ଯିବେ। ତ ସିଏ ବି ସେମିତି ଠାକୁରଙ୍କର ଅତି ସୁନ୍ଦର କଥା ମତେ କହିଲେ। ମତେ ନୁହଁ ଆମ ଘରେ ସମସ୍ତଙ୍କୁ କହୁଥାନ୍ତି। ତ ଘରେ ଆମେ ସମସ୍ତେ ଶୁଣୁ ବଟ ଠାକୁର ବୋଲି ଯେ ଏତେ ଗୋଟେ ବିଶ୍ୱାସର ଜିନିଷ ମଣିଷ ଠାକୁର ଏଇ ସବୁ ମାନେ ଦୂର ଦୂର ତକ କିଛି କନେକ୍ସନ ବି ନାହିଁ ଆମର। ବିଶ୍ୱାସର ନାହିଁ ଭାବର ନାହିଁ ସେ ତ ଛାଡ ମଣିଷ ଠାକୁର ପୁଣି ପୂଜା କରାଯିବ ଇଏ ତ ବହୁତ ଅଲଗା କଥା। ଆଉ ସେକେଣ୍ଡାରୀ ପାର୍ଟ ଇଜ ଦ୍ୟାଟ କି ମୋ ବାପା ଠାକୁରଙ୍କର ନାଁ ଶୁଣିଲେ ମାନେ ବିରକ୍ତ ହୁଅନ୍ତି। ତ ଏମିତି ସେ ଗୁରୁ ଭାଇ କାମ ପ୍ରୋସେସରେ 2 ଥର 3 ଥର ଆସିଲା ଭିତରେ ସେ ଠାକୁରଙ୍କ ବିଷୟରେ କଥା କହିଲା ଭିତରେ ଦିନେ ମୁଁ କ୍ୟୁରିଓସିଟି ହେଇକି ପଚାରିଲି ଯେ ଆପଣ ଏତେ ସେ ଠାକୁର ଠାକୁର ହଉଛନ୍ତି ସେ ଠାକୁରଙ୍କୁ ମାନିଲେ କଣ ହବ। ତାପରେ ସେ କହିଲେ ଯେ ଠାକୁରଙ୍କୁ ମାନିଲେ ତୁମେ ଯାହା ଚାହୁଁଛ ତା ପାଇବ। ତାଙ୍କୁ ମୁଁ ପଚାରିଲି ଆଚ୍ଛା ଯାହା ଚାହୁଁଛି ତା ପାଇବି। ସେ କହିଲେ ଯେ ହଁ ଯାହା ଚାହୁଁଛ ତା ପାଇବ। ତ ଏଇ ଭିତରେ ସିଏ ମତେ କହିଲେ ଯେ ମୁଁ କହିଲି ତାହେଲେ କଣ କରିବାକୁ ପଡିବ। ତ ସିଏ କହିଲେ ଯେ ଠାକୁରଙ୍କର ନିୟମ ନୀତି ଯାହା ଅଛି ସବୁ ମାନିକି ଯେମିତି ପାଠ ପଢିବାକୁ ପଡିବ ସେମିତି ପାଠ ପଢିଲେ ହିଁ ତୁମେ ତୁମେ ବି ତମର ଡିପାର୍ଟମେଣ୍ଟରେ ତୁମେ ବହୁତ ଭଲ ମାର୍କ ରଖିବ। ମୁଁ କହିଲି ଆଚ୍ଛା ଡିପାର୍ଟମେଣ୍ଟରେ ମୁଁ 15th ପୋଜିସନରେ ଅଛି ଆଉ ମୁଁ କଣ ମୋର ଫାର୍ଷ୍ଟ କ୍ଲାସ ଡିଷ୍ଟିଂସନ ହେଇଯିବ। ସେ କହିଲେ ଫାର୍ଷ୍ଟ କ୍ଲାସ ଡିଷ୍ଟିଂସନ ଗୋଟେ କଣ କଥା ତମେ ତମ କଲେଜ ଟପର ହେଇଯିବ। ତ ମୁଁ ତାଙ୍କୁ ପଚାରୁଛି କଲେଜ ଟପର ହେଇଯିବି ମୁଁ କେତେ ମିଛ କଥା କହୁଛନ୍ତି ଆପଣ। ସେ କହିଲେ ନା
କରିକି ତ ଦେଖ। ତ ମୁଁ ତାଙ୍କୁ ଗୋଟେ ଚ୍ୟାଲେଞ୍ଜ ଦେଲି। ମୁଁ କହିଲି 3 ମାସ ମୋର ପରୀକ୍ଷା ଅଛି, ଏଇ 3 ମାସ ମୁଁ ଠାକୁରଙ୍କ ନିୟମ ସବୁ ମାନିବି, ଆଉ ମୁଁ ଯଦି କଲେଜ ଟପର ନ ହେଲି ତାପରେ କିନ୍ତୁ ମୁଁ ମାନିବିନି, ଛାଡିଦେବି। ଯଦି ହେଲି କଲେଜ ଟପର ତାହେଲେ ମୁଁ ମାନିବି, ଏମିତି ଗୋଟେ କଣ୍ଡିସନ ମୁଁ ରଖିଲି। ସେ ମତେ କହିଲେ ଯେ ଠିକ ଅଛି ତୁ ଆଗ କର। ତ ସେ ମତେ ଗୋଟେ ପୁରା ଠାକୁରଙ୍କ ନିୟମର ଗୋଟେ ପୁରା ରୁଟିନ ବନେଇଦେଲେ। କେତେବେଳେ ନାମ ଧ୍ୟାନ, କେତେବେଳେ ପ୍ରେୟାର, କେମିତି ଇଷ୍ଟବୃତ୍ତି କରାଯାଏ, ଆଉ କେମିତି କେମିତି ପଢାଯାଏ, ଗୋଟେ ପୁରା ରୁଟିନ ମତେ ଦେଇଦେଲେ। 3 ମାସର ଗୋଟେ ରୁଟିନ ବନିଗଲା। କ୍ୟାଲେଣ୍ଡରରେ ପୁରା ଚକ ବୁଲା ହେଇଗଲା ଯେ 3 months ମୋର ପରୀକ୍ଷା ଅଛି, ତାପରେ ରେଜଲ୍ଟ ବାହାରିବ, ତାପରେ ଏଣ୍ଡ ଏଇ ଟପିକ ର। ସେ ଗଲା ବେଳକୁ ମତେ ବାସ୍ ସେତିକି କହିକି ଗଲେ, ଶୁଣ ଠାକୁର ନା ପିଆଜ ରସୁଣ ଆଉ ଆମିଷ ଭଲ ପାଆନ୍ତିନି, ଯଦି ଛାଡି ପାରିବ ବହୁତ ଭଲ ହବ। ମୁଁ ମନେ ମନେ ଭାବିଲି ପିଆଜ ରସୁଣ ଆଇଁଷ ବି ଛାଡିବାକୁ ପଡିବ, ବାପରେ ଇଏ ତ ଆହୁରି ଇଏ ହେଇଗଲା। ତ ହଉ ଠିକ ଅଛି 3 ମାସର ତ କଥା, ଆଉ ଏଇଆ ଭାବିକି ସିଏ ତ କହିକି ପଳେଇଲେ। ତାପରେ ମୋର ଚାଲିଲା ପୁରା 3 ମାସ। ଫାର୍ଷ୍ଟ ଡେ, ସେକେଣ୍ଡ ଡେ, ଥାର୍ଡ ଡେ, ଫୋର୍ଥ ଡେ, ଫିଫ୍ଥ ଡେ, ସିକ୍ସ ଡେ, ଗୋଟେ ୱିକ୍ ସରି 7th ଡେ ଦିନ ମୁଁ ଫିଲ୍ କରୁଛି ଯେ ଜିନିଷ ଗୋଟେ ଅଜୀବ ସା ଶାନ୍ତି ମନରେ, ଗୋଟେ ଅଜୀବ ସା ବିଶ୍ୱାସ, ଗୋଟେ ଅଜୀବ ସା ଦୃଢତା ଅନ୍ତରରେ ଫିଲ୍ ହବାକୁ ଷ୍ଟାର୍ଟ ହେଇଥିଲା, ଯୋଉଟା କି ମୋର ସେତେ ଦିନ ପର୍ଯ୍ୟନ୍ତ ମୁଁ କେବେ ଏମିତି ଗୋଟେ ସୁନ୍ଦର ଜିନିଷ ଅଛି ଫିଲ୍ କରାଯାଏ, ସେଇଟା ମୋର ସୁଦେଶନା ଟିକେ ଜୋରରେ କୁହ, ଆଉ ଟିକେ ଆଜ୍ଞା। ଜୋରରେ କୁହ। ହଁ। ତ ଗୋଟେ ଅଲ୍ଟିମେଟ ପିସ୍, ଗୋଟେ ଅଲ୍ଟିମେଟ ଶାନ୍ତି ମନ ଭିତରେ ବଢିବାକୁ ଲାଗିଲା। ତ ଧୀରେ ଧୀରେ କଣ ହେଲା ନା, ପାଠ ପଢିବାର ଏ ଯୋଉ ନାମଧାନ କରିବାର ପ୍ରୋସେସ ଭିତରେ ଦେଇକି ମୋର ପଢିବାର ପେସେନ୍ସ ଆଉ ପଢିବାର ଟାଇମିଂ ବଢିବାକୁ ଲାଗିଲା। ମୁଁ ଆଗରୁ 2 ଘଣ୍ଟା ପଢିଲେ ମତେ ଯୋଉ କଷ୍ଟ ହଉଥିଲା, 2ଟା 4 ଘଣ୍ଟା ହେଲା, 4ଟା 6 ଘଣ୍ଟା ହେଲା, 6ଟା 8 ଘଣ୍ଟା, 8 ଘଣ୍ଟାଟା 12 ଘଣ୍ଟା ଯାଏଁ ବି ମୁଁ ବସିଯାଏ ପଢିବା ପାଇଁ, ଆଉ ବିଲକୁଲ ଅସ୍ଥିର ଫିଲ୍ ହୁଏନି। ଯୋଉ ମୋର ଷ୍ଟାଟିଷ୍ଟିକ୍ସ ଗୋଟେ ପେପର ଥିଲା, ଷ୍ଟାଟିଷ୍ଟିକ୍ସ ପେପରରେ ମୋର ବିଲକୁଲ ସଲ୍ଭ ହୁଏନି, ସବୁବେଳେ କ୍ୟାଲକୁଲେସନ ଭୁଲ ହୁଏ, ସବୁ ଯାକ ଷ୍ଟାଟିଷ୍ଟିକ୍ସ ମାନେ ଠିକ ହବାକୁ ଲାଗିଲା। ମତେ ଏତେ ସେ ଜିନିଷଟାକୁ ମୁଁ ଏନ୍ଜୟ କରିବାକୁ ଲାଗିଲି ଯେ 3 ମାସ କୋଉ ବାଟେ କଟିଗଲା, ପରୀକ୍ଷା ବି ସରିଗଲା, ରେଜଲ୍ଟ ଦିନ ପାଖେଇ ଆସିଲା। ରେଜଲ୍ଟ ଯେତେବେଳେ ପାଖେଇ ଆସିଛି ସେତେବେଳେ ଯୋଉ ଦିନ ରେଜଲ୍ଟ ବାହାରିବ ମୁଁ ବହୁତ ନର୍ଭସ ଏଇଥିପାଇଁ ଯେ ଠାକୁରଙ୍କୁ ମାନେ ରେଜଲ୍ଟ ବାହାରି ଗଲେ ମତେ କଣ ୟାଙ୍କୁ ଛାଡିବାକୁ ପଡିବ ଯଦି ମୋର ଭଲ ହେଇନଥିବ। ଏଇଆ ଭାବିକି ମନ ଭିତରେ ଗୋଟେ ବହୁତ ଧକ ଧକ ଚାଲିଥାଏ। ମୁଁ କଲେଜ ଗଲି, କଲେଜ ଗେଟ୍ ଭିତରେ ପଶୁଛି, ମୋର ସାଙ୍ଗ ଦୌଡିକି ଆସିଲା, କହିଲା ଏଇ ଶୁଣ ଶୁଣ ତୁ ଆଡମିଟ କାର୍ଡ ଟା ଦେଲୁ, ଆଉ ସାର୍ କହୁଛନ୍ତି ଯେ ସୁଦେଶନାର ନାଁ ଟା ବାଇ ମିଷ୍ଟେକ୍ ଫାର୍ଷ୍ଟ ପୋଜିସନରେ ରହିଯାଇଛି, ଆଡମିଟ କାର୍ଡ ଚେକ୍ କରିକି ନା ସେଟା ପୁଣି ଆଉଥରେ ନୋଟିସ ବୋର୍ଡରେ ମରା ହବ, ଆଉଥରେ ରେଜଲ୍ଟ ର ଇଏଟା। ସେ ଦୌଡିକି ନେଇକି ପଳେଇଲା, ମୁଁ ଚାଲିକି ଯାଉଥାଏ, କହିଲେ ମୁଁ ନା ନମ୍ବର 1 ରେ ଅଛି। ମୁଁ ବି ବିଶ୍ୱାସ କରିପାରୁନଥାଏ। ସେଠି ପହଞ୍ଚିକି ଅଧଘଣ୍ଟା କାଳ ଏଇ ସବୁ ଡ୍ରାମା ଚାଲିଲା, ଫୋନ ଫାନ ସବୁ ଚାଲିଲା, ଲାଷ୍ଟ କୁ ଫାଇନାଲ ହେଲା ନାଇଁ ସୁଦେଶନା ମହାନ୍ତି, ସେତେବେଳେ ତ ଜେନା ଥିଲି, ତ ସୁଦେଶନା ଜେନା ଇଜ ଦ ଟପର ଅଫ ପ୍ରି ଡିଗ୍ରୀ ସାଇକୋଲୋଜି ଅନର୍ସ। ତାପରେ ସେଠି ସାଙ୍ଗମାନେ କହିଲେ ଏ ଖାତା ଧରି ଦେଇଛି ହ୍ୱାଟଏଭର। ତାପରେ ଘରକୁ ଆସିଲି, ଘରେ ବି ମାର୍କ ରଖି ବିଶ୍ୱାସ କରୁନାହାନ୍ତି ଯେ ଏତେ ମାର୍କ ରଖିଦେଇଛି ଆଉ ଏତେ ଭଲ ପରସେଣ୍ଟ ରଖିଦେଇଛି। ହେଇଗଲା 3 ମାସ ତ ବନ୍ଦ ହେଇଗଲା। ତ ଏବେ ଚାଲିଲା ଯେ ଛାଡ, ଠାକୁରଙ୍କ ଫଟୋ ଫୋପାଡ, ପିଆଜ ରସୁଣ ଖାଅ, ଘରେ ହିଁ ଗୋଟେ ଟର୍ଚର ଷ୍ଟାର୍ଟ ହେଇଗଲା। ଆଉ ମୁଁ ସେତେବେଳେ ଏତେ ଦୃଢ ହେଇଯାଇଥାଏ, ଏତେ ଦୃଢ, ଘରର ଗୋଟେ ଫ୍ୟାମିଲି ଗୋଟେ ପଟେ, ମୁଁ ଗୋଟେ ପଟେ, ଇଭେନ ଜବରଦସ୍ତି ଆଇଁଷ ଖୁଆଇବା ପାଇଁ ମୋ ପାଇଁ ଗୋଟେ ଆଳୁ ସିଝେଇ ଦେବେ, ମୋ ବାପା କହିବେ ଆଇଁଷ ଭିତରେ ସେ ବସିକି ଖାଇବ, ଦେଖିଆ ସେ କେମିତି ଖାଇବନି। ଆଉ ପୁରା ଆଇଁଷ ସମସ୍ତେ ବସିକି ଖାଇବେ, ମୋର ପୁରା ମଝିରେ ମତେ ଧରେଇ ଦେଇଥିବେ ଗୋଟେ ଆଳୁ ସିଝା ଆଉ ପଖାଳ, ଆଉ କହୁଥିବେ ଏୟା ଖାଇବୁ ଦେଖ ଆମେ କଣ ଖାଉଛୁ। ଆପଣ ମାନେ ବିଶ୍ୱାସ କରିବେନି, ସେବେଠୁ ଆଜି ପର୍ଯ୍ୟନ୍ତ ଆଇଁଷ ଗଦାରେ ବି ମତେ ବସେଇକିନା କହିବେ ମତେ ଆଇଁଷ ଗନ୍ଧ ହୁଏନି। ଆଇଁଷ ଗଦାରେ ବସେଇ ଦେଲେ ବି ମତେ ଆଇଁଷର ସ୍ମେଲ ହବନି।
ଏତେ ମନର ବିଶ୍ୱାସ ଆଉ ଦୃଢ ଆସି ଯାଇଥାଏ, କୁଆଡୁ ବଳ ଆସୁଥିଲା ତା ମୁଁ ଜାଣିନି। ମୋ ବାପା ଆଉ ମୋର ଭିତରେ ଏଇ ଗୋଟେ ବହୁତ ବଡ ଡିଷ୍ଟାନ୍ସ ଆରମ୍ଭ ହେଲା। ମୋ ବାବା ପୁରା ଗୋଟେ ଦିନ ରଖିଲେ କଥା, ଠାକୁରଙ୍କୁ ଧରିବୁ ନା ମତେ ଧରିବୁ। ଆଉ ମୋ ବାପା ହଉଛନ୍ତି ମୋର ପ୍ରାଣ, ମୋର ବାପାଙ୍କ ପ୍ରତି ବହୁତ ୱିକନେସ୍। ଗୋଟେ ଦିନ ଗୋଟେ ଦିନ ବାବା କହୁଥାନ୍ତି, ମତେ କହିଲେ ଯେ ତୁ ମରିଲେ ବି ମୁଁ ତୋ ମୁହଁ ଚାହିଁବିନି। ଘରେ ଗୋଟେ ଡିସ୍କସନ ଚାଲିଲା ଯେ ଗୁଡି ମାତାଜୀ ହେଇଗଲା ଏମିତି ଗୋଟେ ଚାଲିଲା। ସେଇ ଭିତରେ ମୁଁ ଠାକୁରଙ୍କୁ ସ୍ୱପ୍ନ ଦେଖୁଛି ରାତିରେ, ମାନେ ବହୁତ କାନ୍ଦି କାନ୍ଦି ଶୋଇଛି ଆଉ ରାତିରେ ସ୍ୱପ୍ନ ଦେଖୁଛି ଯେ ମୁଁ ଠାକୁରଙ୍କର ଫଟୋଟାକୁ ଧରିକି କୂଅକୁ ଡେଇଁ ପଡୁଛି ଆଉ କହିକି ଡେଉଁଛି ଯେ ଠାକୁର ମୁଁ ମୁଁ ତ କିଛି ଜାଣିନି ଠାକୁର, ଆଉ ମୁଁ ଆପଣଙ୍କୁ ଧରିକି ହିଁ କୂଅକୁ ଡେଉଁଛି, ଯାହା ବି ହବ ଆପଣ ବୁଝିବେ, ଆପଣ ହିଁ ସମ୍ଭାଳିବେ। ଏଇ ଭିତରେ ମୋର ଗ୍ରାଜୁଏସନ ବି ରେଜଲ୍ଟ ବାହାରି ଯାଇଥାଏ, ମୁଁ ଗ୍ରାଜୁଏସନ ଟପର ହେଇଯାଇଥାଏ। ଗ୍ରାଜୁଏସନ ଟପର ହେଲା ପରେ ବି ମତେ କଦାପି ମାନେ କୌଣସି ମୋ ପାଠର ଭାଲ୍ୟୁ ନାହିଁ। ଆଉ ଲକିଲି ସେତେବେଳେ ମୋର ଗୋଟେ ବାହାଘର ପ୍ରସ୍ତାବ ଆସିଲା ରିତିକ ପରିବାରରୁ। ସିଏ ବି ଠାକୁରଙ୍କୁ ମାନିବା ଲୋକ ଘରୁ, ମାନେ ରିତିକ ମାନେ ଠାକୁରଙ୍କ ଘରେ ଝିଅକୁ ଦବୁ ନା, ସିଏ ବି ଗୋଟେ ଘରେ ଚାଲିଲା ପୁରା ଭୟଙ୍କର ଇଏ ସିଏ। ସେତେବେଳେ ମୁଁ ଦୃଢ ହେଇକି ରହିଲି, ନା ମତେ ଠାକୁରଙ୍କ ଜାଗାକୁ ହିଁ ଯିବାର ଅଛି। ମୋର ତ ବିବାହରେ ଅସୁବିଧା ନାହିଁ, ମୋର ତ ଜାତି ଠିକ, ଗୋତ୍ର ଅଲଗା, ଜାତକ ବି ମିଶିଛି, ଫିର ବି ମୋ ସାଙ୍ଗରେ ଯୁଦ୍ଧ ଯେ ନା ଠାକୁରଙ୍କ ପାଖକୁ, ମାନେ ଗୋଟେ ସେମାନଙ୍କ ଭିତରେ ଜିଦ୍ଦି ହେଇଗଲା ଯେ ଆକୁ ଆମେ ଆମ ଘର ଝିଅ ମାନେ କୋଉ ଠାକୁର ଫାକୁର ଇଏରେ ଯାଆନ୍ତିନି। ଗୋଟେ ଅଜୀବ ସା ସେମାନଙ୍କର କଣ ସାଇକୋଲୋଜି ଥିଲା ଏବେ ବି ବୁଝା ପଡେନି। ସେ ଯାହା ହଉ ମୁଁ ଲକିଲି ରିତିକ ପରିବାରର ବୋହୂ ହେଇକି ଆସିଲି। ଆଉ ସେବେଠୁ ଆଜି ପର୍ଯ୍ୟନ୍ତ ମୁଁ କେବେ ମୋ ଜୀବନରେ ପଛକୁ ଚାହିଁନି, କେବେ ପଛକୁ ଚାହିଁନି। ଠାକୁର ମତେ ଗ୍ରାବ କରିକି ନେଇଗଲେ ତାଙ୍କ ପାଖକୁ ଯେ ତୁ ମୋ ଛୁଆ, ତୁ ମୋ ପାଖରେ ରହିବୁ, ଆଉ ତୁ ମୋ ଟାଇପ ର ହେଇକି ବଞ୍ଚିବୁ ଚଳିବୁ, ତୋର କେବେ ଜୀବନରେ ଅସୁବିଧା ହବନି, କେବେ ଜୀବନରେ କିଛି ଇଏ ହବନି। ସାମାନ୍ୟ ଗ୍ରାଜୁଏସନ ପାସ୍ କରିକି ଆସିଥିଲି, ସ୍ଵାମୀ ମୋର ବହୁତ ପାଠ ପଢା ଝିଅ ପ୍ରିୟ ବୋଲି ମତେ କହିଲେ, ଆଉ ମତେ ନା ପାଠ ପଢା ଝିଅ ବହୁତ ପ୍ରିୟ, ଆଉ ତମକୁ ପଢିବାକୁ ପଡିବ। ମୁଁ କହିଲି ଠିକ ଅଛି, ପାଠ ତ ମୋର ବି ୱିକନେସ ଥିଲା। ପୋଷ୍ଟ ଗ୍ରାଜୁଏସନ ସିଏ ଆଡମିସନ କରେଇଲେ। ପୋଷ୍ଟ ଗ୍ରାଜୁଏସନ ରେ ମୋର ଚାଇଲ୍ଡ ସାଇକୋଲୋଜିରେ ଉତ୍କଳ ୟୁନିଭର୍ସିଟିରେ ରାଙ୍କ 3 ରହିଲା ପରେ ମତେ ୟୁନିଭର୍ସିଟିରୁ ଡାକିକିନା ପଠଉଥିଲେ କାଲକାଟା ୟୁନିଭର୍ସିଟିରେ ଡିଗ୍ରୀ କରିବା ପାଇଁ। ବଟ ସେତେବେଳେ ମୋ ସ୍ଵାମୀ ଚୁପ ରହିଲେ ଯେମିତି ମୋର ମନ ବି ବହୁତ କଷ୍ଟ ହେଲା ଯେ ଇଏ ଚୁପ କାହିଁକି ରହିଲେ। କାରଣ ମୁଁ ସେତେବେଳେ ବୁଝିଲି ଯେ ଇଏ ମତେ ଛାଡିବାକୁ ଚାହୁଁନାହାନ୍ତି ଦୂରକୁ, କାରଣ ମତେ ବି 3 ବର୍ଷ ଯିବାକୁ ପଡିଥାନ୍ତା। ସେ ଯାହା ହଉ ଅଲ୍ଟିମେଟଲି ସେତେବେଳେ ଝିଅ କନସିଭ ହେଲା। ଏକ୍ଜାକ୍ଟଲି ସେଇ ପିରିୟଡ ଟା ମୋର ଗୋଟେ ଫେଜ ଡିପ୍ରେସନ ବି ଥିଲା ଯେ ମୁଁ ଏତେ ଭଲ ମାର୍କ ଏତେ ରଖିକି ମୁଁ ଛାଡୁଛି ସବୁ ଜିନିଷ, ଆଉ ମୋର ପିଲା ଜନ୍ମ ହବ ବୋଲି ବି ମୁଁ ଜାଣିନଥିଲି। ଆଉ ଗୋଟେ ମାନେ ଥିଲା ଯେ ନାଇଁ ମୁଁ ଆଟଲିଷ୍ଟ LLB ଟା କମ୍ପ୍ଲିଟ କରିବି ଆଉ ତାପରେ ପିଲା କରିବି। ତ ସେତେବେଳେ ମୋର ପୂଜନୀୟ ବିଙ୍କିଦାଙ୍କ ବୌରାଣୀ ଆଉ ପୂଜନୀୟ ମାଙ୍କ ସାଙ୍ଗରେ ଦେଖା ହୁଏ, ଆଉ ସିଏ ବି ଗୋଟେ ଆକ୍ସିଡେଣ୍ଟାଲି ମତେ ସେ ଡାକିକି ଫାର୍ଷ୍ଟ କ୍ୱେଶ୍ଚନ ଶୁଣ ଆଗ ପିଲା ତାପରେ ପାଠ ପଢା। ମୁଁ ବି ଭାବୁଥାଏ ଇଏ ମତେ ପିଲା ପିଲା କାହିଁକି କହୁଛନ୍ତି, ମୁଁ ତ ୟାଙ୍କୁ କିଛି କହିନି ଯେ ମୋ ପିଲା ହେବା ଦରକାର କି ମୋର ପାଠ ହବା ଦରକାର। ଏଇ ଯୋଉ ମୋର ମନ ଭିତରେ ଚାଲିଥିବା ଜିନିଷଟା ସିଏ କାହିଁକି ମତେ ପଚାରୁଛନ୍ତି, ସେଇଟା ମତେ ବାନ୍ଧିଲା। ଗୁରୁ ପରିବାର ବି ଏତେ ବୁଝନ୍ତି ଜିନିଷ ଗୁଡାକ, ୟାଙ୍କ ଭିତରେ ବି କିଛି ଗୋଟେ ପାୱାର ରହୁଛି ଯେ ଏମାନେ ମନରୁ କାଢି ନଉଛନ୍ତି କଥା। ତାପରେ ମୋର ଇଣ୍ଟରନାଲି ଚାଲିଲା ଯେ ଇଏ ଯୋଉଟା କହୁଛନ୍ତି କଣ ସତ ହବ, ଇଏ ଯୋଉଟା କହୁଛନ୍ତି କଣ ସତ ହବ। ସତକୁ ସତ ସେମାନେ ଯେବେ ଗଲେ 8 ଦିନ ପରେ ମୋର ପଜିଟିଭ ରିପୋର୍ଟ ଆସିଲା, ବେବି କନସିଭ୍ ହେଲା। ସେ ଛୁଆ ପେଟରେ ବଢୁଥାଏ, ଆଉ ମୋର ଇନକ୍ଲିନେସନ ଠାକୁରଙ୍କ ସାଙ୍ଗରେ ଗୋଟେ ସାଧନା ଭଳିଆ ଡେଭଲପ କଲା। ସେ ପିଲା ଯେତେବେଳେ ଆଜି କହୁଛି ଠିଆ ହେଇକି ଠାକୁରଙ୍କ ବିଷୟରେ, ମୁଁ ମୋର ସବୁ ଯୋଉ ପୁରା ଚାଇଲ୍ଡ ସାଇକୋଲୋଜିର ରିସର୍ଚ୍ଚ ହାର ମାନିଗଲା ଯେ ନା ଠାକୁରଙ୍କ ଥିଓରି ଆଗରେ ସବୁ ଜିରୋ। ଚାଲନ୍ତୁ ଏବେ ଆମେ ଚାଇଲ୍ଡ ସାଇକୋଲୋଜି, ଇଏ ତ ଗଲା ମୋ ପର୍ସନାଲ ଲାଇଫ କଥା, ଆମେ ଚାଇଲ୍ଡ ସାଇକୋଲୋଜି କୁ ଯିବା।
ହେଲା। ତ ପୂଜନୀୟ ବାବାଇଦା ମତେ ଦିଟା ଷ୍ଟୋରି ଶୁଣେଇଲେ। ମୁଁ ପୂଜନୀୟ ବାବାଦାଙ୍କ ସାଙ୍ଗରେ କଥା ହେଲା ବେଳେ ତ ବାବାଦାଙ୍କୁ ମୁଁ କହିଲି ଯେ ଦାଦା ବାବାଦା ମତେ ଯେତେବେଳେ କହିଲେ ଯେ ତମକୁ ଲେଖିବାକୁ ହେବ ତ ମୁଁ ଦାଦାଙ୍କୁ ପଚାରିଲି ଯେ ଦାଦା ମୁଁ ତ ଲେଖିବି ଯେ କିନ୍ତୁ ମୋର ବହୁତ ଥର ମୁଁ ଭାବିଛି ଯେ ଚାଇଲ୍ଡ ସାଇକୋଲୋଜି ଆଉ ଠାକୁରଙ୍କର ପ୍ରଜନନ ନୀତି ସୁପ୍ରଜନନ ଉପରେ ତାକୁ ମିଶେଇକି ଟିକେ ମୁଁ ମୋର ଆନାଲିଟିକାଲ ଥଟ୍ସ ଲେଖିପାରିବି କି। ତ ଦାଦା ମତେ କହିଲେ ହଁ ତମେ ଲେଖିପାରିବ, তুমি এরকম লিখতে পারো কহিকি মতে দিটা স্টোরি শুনাইলে। ସେ ଷ୍ଟୋରି ଦିଟା ମୁଁ ଆପଣମାନଙ୍କୁ ଶୁଣେଇବି। ପ୍ରଥମ ଷ୍ଟୋରି, ରାମ ଠାକୁର ଯେତେବେଳେ ସୀତା ମାତାଙ୍କୁ ରାବଣଠୁ ଛଡେଇକି ଆଣିଲେ ସେତେବେଳେ ସୀତା ମାତା ରାମ ଠାକୁରଙ୍କ ସନ୍ତାନ ଜନନୀ ହେବାକୁ ଯାଉଥିଲେ। ରାମ ଠାକୁର ବି ଜାଣିଥିଲେ, ଫିର ବି ରାମ ଠାକୁର ତାଙ୍କୁ ଅଯୋଧ୍ୟା ଆସିଲା ପରେ ବାଲ୍ମୀକିଙ୍କ ଆଶ୍ରମରେ ଛାଡିଦେଲେ। ଏଇ କଥା ଉପରେ ଆଜି ବି ରାମ ଠାକୁରଙ୍କୁ କ୍ରିଟିସାଇଜ କରାଯାଏ। ଆଉ ପୂଜ୍ୟପାଦ ବାବାଦା ଯେତେବେଳେ ଏଇ ଷ୍ଟୋରି ମତେ ଶୁଣଉଥିଲେ ସେତେବେଳେ ମୋ ମନରେ ବି ଆଂଜାଇଟି ଆସିଲା। ଆକ୍ଚୁଆଲି ସତ କଥା, କାରଣ ମୋ ମନରେ ବି ଆସେ ଯେ ସେ ତ ପୁରୁଷୋତ୍ତମ ଥିଲେ, ଏମିତି ଭୁଲ କେମିତି କଲେ। ପୂଜନୀୟ ବାବାଦା ଏକ୍ଜାକ୍ଟଲି ସେୟା କହିଲେ। କହିଲେ ସମସ୍ତଙ୍କ ମନରୁ ଆସେ କ୍ୱେଶ୍ଚିନ୍ ଯେ ପୁରୁଷୋତ୍ତମ ହେଇକି ବି ସେ ଏତେ ବଡ ଭୁଲ କେମିତି କଲେ। ଏଇ କଥା ଠାକୁରଙ୍କୁ ବି ପଚରା ଯାଇଥିଲା। ଠାକୁର କହିଲେ ଯେ ନା ସେମିତି ନୁହଁ। ରାମ ଠାକୁର ଜାଣିଥିଲେ ଯେ ସୀତା ମା ହଉଛନ୍ତି ସତୀ ଆଉ ତାଙ୍କର ସନ୍ତାନ ମା ହବାକୁ ଯାଉଛନ୍ତି। ଆଉ ସିଏ କନସର୍ନ ବି ଥିଲେ। କେମିତି ନା ସୀତା ମାଙ୍କ ବିଷୟରେ ରାମ ଠାକୁର ଜାଣିବାକୁ ପାଇଲେ ଯେ ସୀତା ମାଙ୍କ ବିଷୟରେ ଅଯୋଧ୍ୟା ବାସୀ ବହୁତ ନେଗେଟିଭ କଥା ହଉଛନ୍ତି। ସେ ନେଗେଟିଭିଟି କଥା ଯେମିତି ସୀତା ମାଙ୍କ କାନରେ ନ ପଡେ, ସେଇ ନେଗେଟିଭ କାନରେ ପଡିଲା ମାନେ ଛୁଆ ଉପରେ ସେଇ ନେଗେଟିଭ ଇଫେକ୍ଟ ଆସିବ। ଆଉ ସେଇ ନେଗେଟିଭିଟିରୁ ବଚେଇବା ପାଇଁ ହିଁ ରାମ ଠାକୁର ତାଙ୍କୁ ବାଲ୍ମୀକିଙ୍କ ଆଶ୍ରମରେ ଛାଡିଥିଲେ। ପୁରୁଷୋତ୍ତମ ଯାହା କରନ୍ତି ତାହା ଆଖି ସାମ୍ନାରେ ଦେଖାଯାଇପାରେ ଯେ କିଛି ଗୋଟେ ଭୁଲ କରୁଛନ୍ତି, ଏମିତି କେମିତି କରୁଛନ୍ତି, କିନ୍ତୁ ପୁରୁଷୋତ୍ତମ ଯାହା କରନ୍ତି ତାର ପ୍ରଚ୍ଛଦ ପଟରେ ସବୁବେଳେ ମଙ୍ଗଳ ହିଁ ମଙ୍ଗଳ ଥାଏ। ଏଇଟା ଗୋଟେ ଷ୍ଟୋରି। ସେକେଣ୍ଡ ଷ୍ଟୋରି କହିଲେ ଯେ ଋଷି ଯେତେବେଳେ ପ୍ରହ୍ଲାଦ ଜନ୍ମ ହବାର ଥିଲେ, ମାଙ୍କ ପେଟରେ ଥିଲେ, ସେତେବେଳେ ଦେବତା ଓ ଅସୁର ମାନଙ୍କ ଭିତରେ ଯୁଦ୍ଧ ଲାଗିଲା। ତ ମା ଆଉ ଛୁଆକୁ ଦେବତା ମାନଙ୍କଠୁ ବଞ୍ଚେଇବା ପାଇଁ ହିରଣ୍ୟକଶ୍ୟପ କଣ କଲେ ନା ତାଙ୍କୁ ନେଇ ଗୋଟେ ଋଷିର ଆଶ୍ରମରେ ଛାଡିଦେଲେ। ସେପଟେ ଯୁଦ୍ଧ ଲାଗି ରହିଲା, ଏପଟେ ଆଶ୍ରମର ପରିବେଶ ଭିତରେ ପ୍ରହ୍ଲାଦଙ୍କ ଜନ୍ମ ହେଲା। ଗୋଟେ ନନ୍ ଗଡଲି ଫାଦର ଗୋଟେ ଦାନବର ବାପାଠୁ ଗୋଟେ ଗଡଲି ଚାଇଲ୍ଡ ଜନ୍ମ ନେଲା। ଏଇ ଯୋଉ ଦିଟା ଷ୍ଟୋରି ମତେ ଶୁଣେଇକି ସେ କହିଲେ ଯେ ପୌରାଣିକ କଥା, ଠାକୁର କହିଥିବା କଥା ଆଉ ଆଜିର ଯୁଗର କଥା, ତିନିଟା ଯାକକୁ ମିକ୍ସ କରିକି ସବୁ ପ୍ରକାର ପଜିଟିଭ ଆଙ୍ଗେଲ କୁ ଟଚ କରୁଥିବା ଗୋଟେ ମାନେ ତମେ ଆଣିବ ଲେଖା। ତ ଏଇ ଦିଟା ଷ୍ଟୋରିକୁ ବଢେଇକି ମୁଁ ମୋର ଯାହା ରିସର୍ଚ୍ଚ ବାହାର କରିଛି, ମୁଁ ସେଇ ଉପରେ କିଛିଟା ଅଳ୍ପ ସମୟ ତ ଅଛି ମୁଁ କହିବି ଆପଣମାନଙ୍କୁ। पूरा चाइल्ड साइकोलॉजी पाठ is completely based on biological and environmental factor of the mother and the child. पूरा शिशु मनस्तत्व विज्ञान गोटे मार शारीरिक आउ मार छुआर शारीरिक आउ परिवेश चारिपटे ही पूरा चाइल्ड साइकोलॉजी बुलुची। सेम स्टोरी मते पूजनीय बाबादा भी कहले। रामचंद्रଙ୍କ ଜିନିଷଟା ହଉଛି, ରାମଚନ୍ଦ୍ର ହଉଛନ୍ତି ପୁରୁଷୋତ୍ତମ, ମା ହଉଛନ୍ତି ସତୀ, ସନ୍ତାନ ତ ଦେବତା ଜନ୍ମ ହବାର ହିଁ ଥିଲା, ଓନ୍ଲି ଏନଭାୟରମେଣ୍ଟାଲ ଫ୍ୟାକ୍ଟର କାଳେ ଅସୁବିଧା କରିଦବ ସେଥିପାଇଁ ତାଙ୍କୁ ବାଲ୍ମୀକିଙ୍କ ଆଶ୍ରମରେ ଛଡା ହେଲା। ସେକେଣ୍ଡ ଷ୍ଟୋରି ହେଲା, ଏଇଠି ଆସିଗଲା ଅସଲି ରୋଲ ଯେ ଅସୁର ବାପା ଠୁ ଦେବ ସନ୍ତାନ ଜନ୍ମ ହେଲା, ତାହେଲେ କ୍ରେଡିଟ ଗୋଜ ଟୁ ପ୍ରହ୍ଲାଦଙ୍କ ମାକୁ। କାରଣ
ପ୍ରହ୍ଲାଦଙ୍କ ମା ଗୋଟେ ଅସୁର ବାପାଠୁ ବି ତାର ଦେବ ଗୁଣ ସବୁ କ୍ୟାଚ୍ କଲା ଆଉ ତା ଛୁଆ ଭିତରେ ପୁଟ୍ କଲା। ଚାଇଲ୍ଡ ସାଇକୋଲୋଜି କହୁଛି ମାର ମାନସିକ ଅବସ୍ଥା, ଛୁଆର ମାନସିକ ଅବସ୍ଥା, ମାର ଶାରୀରିକ ଅବସ୍ଥା, ଛୁଆର ଶାରୀରିକ ଅବସ୍ଥା, ମାନେ ମାର ମେଣ୍ଟାଲ ହେଲ୍ଥ will affect the kids child's mental health, ଚାଇଲ୍ଡ ସାଇକୋଲୋଜି କହିଲା। କିନ୍ତୁ ମାର ମେଣ୍ଟାଲ ହେଲ୍ଥ ଟା କେମିତି ଭଲ ରହିବ ସେଟା କିନ୍ତୁ ଚାଇଲ୍ଡ ସାଇକୋଲୋଜି କହୁନି। ଚାଇଲ୍ଡ ସାଇକୋଲୋଜି ଆରମ୍ଭ ହଉଛି, ଶିଶୁ ମାନ ବିଜ୍ଞାନ ଷ୍ଟାର୍ଟ ହଉଛି ଯେତେବେଳେ ମଦର ର କୁ ଛୁଆ ଆସିଗଲା। ଫ୍ରମ ଦ ଟାଇମ ଅଫ ଜାଇଗୋଟ ଫର୍ମେସନ ହେଲା, ପିନ୍ ହେଡ୍ ହେଲା, ସେବେଠୁ ଷ୍ଟାର୍ଟ ହେଲା ମାର ମନ କେମିତି ଭଲ ରହିବ, ମା ଭଲ ଜିନିଷ ଖାଇବ। ଆରେ ଠାକୁର କହିଲେ ମାର ମନଟା ଭଲ ଅଛି କି ନାହିଁ ସେଟା କେମିତି ଜଣା ପଡିବ? କୋଉ ସାଇନ୍ସ ବତେଇବ? ତାର ଟା ପ୍ରପରଲି ପ୍ରିପେୟାର ହେଇକି ରହିଛି କି ନାହିଁ ସେଟା କୋଉ ସାଇନ୍ସ ବତେଇବ? କୋଉ ସାଇନ୍ସ ନାହିଁ। ୟୁଜେନିକ୍ସ ଉପରେ ମୁଁ ବହୁତ ଗୁଡେ ବହି ଆଉ ବହୁତ ଗୁଡେ ରିସର୍ଚ୍ଚ ବି ଫଲୋ କଲି। ଫରେନ ରିସର୍ଚ୍ଚ ଅଲସୋ ହେଇଛି ୟୁଜେନିକ୍ସ ଉପରେ। ସେମାନେ କଣ କଲେ ନା ଫରେନ ଭଲ ବ୍ରିଡ ର ମା, ଭଲ ବ୍ରିଡ ର ବାପାର ସ୍ପର୍ମ ଆଉ ଇଏକୁ ଓଭମ କୁ ମିଶେଇକି ଚାଇଲ୍ଡ ଫର୍ମେସନ କରିବା ପାଇଁ ଚେଷ୍ଟା କଲେ। ଆଉ କଣ କଲେ ନା ଯୋଉଗୁଡା ଖରାପ ଅଛନ୍ତି, ଯୋଉଗୁଡା ବ୍ଲାକ୍ ଅଛନ୍ତି, ଯୋଉଗୁଡା ନିଚ ଶ୍ରେଣୀ ଲୋକ ଅଛନ୍ତି ତାଙ୍କୁ ପୁରା କନଫାଇନ୍ଡ କରିଦେଲେ, ଅଲଗା କରିଦେଲେ। ଅଲଗା କରିଦବା ଫଳରେ କଣ ପ୍ରୋବ୍ଲେମ ହେଲା? ସେମାନଙ୍କର ବିଦ୍ରୋହ ଷ୍ଟାର୍ଟ ହେଲା ଯେ ଆରେ ଆମେ କଣ ନିକୃଷ୍ଟ? କିନ୍ତୁ ଠାକୁର ସେୟା କହୁନାହାନ୍ତି। ଠାକୁର କହିଲେ ଭଲ ବିପ୍ର ଦରକାର, ଭଲ କ୍ଷତ୍ରିୟ ଦରକାର, ଭଲ ବୈଶ୍ୟ ଦରକାର, ଭଲ ଶୂଦ୍ର ଦରକାର। ଚାରିଟା ପ୍ରକାର ବର୍ଣ୍ଣର ଲୋକ ପରଫେକ୍ଟଲି ଆସିବା ଦରକାର। କାରଣ ଚାରିଜଣ ଚାରି ପ୍ରକାରର କାମ ପାଇଁ ସୋସାଇଟିରେ ଲାଗିବେ। ଆଉ ଏଇ ଚାରି ପ୍ରକାରର ଛୁଆ ଭଲ ଜନ୍ମ ହବା ପାଇଁ ଭଲ ବାହାଘର ଦରକାର। ଭଲ ବାହାଘର ହବା ପାଇଁ ଆଉ ଭଲ ନାରୀ ଦରକାର, ଭଲ ପୁରୁଷ ଦରକାର। ଭଲ ନାରୀ ଆସିବା ପାଇଁ, ଯୋଉ ଦେବ ସନ୍ତାନ ଜନ୍ମ କରିବା ପାଇଁ ଦେବୀ ଦରକାର। ଦେବୀ କେମିତି ହବ ନା ଦେବୀ ହେବା ପାଇଁ ଦେବୀର ଯୋଉ ଦେବତାକୁ, ଗୋଟେ ଭଲ ଦେବତାକୁ ଅନୁସରଣ କରିବା ଦରକାର, ତାର ନିୟମ ବିଧିକୁ ମାନିବା ଦରକାର। ଆଉ ଭଲ ଦେବୀର ଗର୍ଭ ଆସିବା ପାଇଁ ସେଇ ଦେବୀ ସେଇ ମାନବୀ ରୂପିଣୀ ଭଳିଆ ଗୋଟେ ମଣିଷ ଦେହରେ ବି ଦେବ ସନ୍ତାନ ଆସିପାରିବ। ଯେତେବେଳେ ସିଏ କନସେନ୍ଟ୍ରେଟ ହବ ଗୋଟେ ସେତେ ବଡ ପାୱାରଫୁଲ ପଏଣ୍ଟ କୁ, ଯୋଉଟା ବଡମା କରିକି ଦେଖେଇଥିଲେ। ସବୁ ସାଇନ୍ସ ହାର ମାନିବ। ୟା ଉପରେ ଆହୁରି ବି ବହୁତ ରିସର୍ଚ୍ଚ ଅଛି। ମତେ କହିଥିଲେ ତ ମାଉସୀ 5ଟା 25 ଯାଏଁ କହିବା ପାଇଁ। ମାଉସୀ ଟାଇମ ହେଇଗଲାଣି ବୋଧୁଏ। 22 ହେଇଛି, ଆଉ 3 ମିନିଟ କୁହ। 3-4 ମିନିଟ କୁହ। 3-4 ମିନିଟ ଆଚ୍ଛା କୁହ। ଆଚ୍ଛା, ମତେ ଜଣେଇବେ ମାଉସୀ, ମୁଁ ନହେଲେ କହୁଥିବି। ଆଉ ନା ଗୋଟେ ମେଜର ପରିଚାଳିକା ଫ୍ୟାକ୍ଟର। ଅଛନ୍ତି, ପରିଚାଳିକା କହିବେ। ପରିଚାଳିକା ଯିଏ ଆଚ୍ଛା ଅଛନ୍ତି ଅଞ୍ଜଳି ମାଉସୀ ସେ କହିବେ। ଆଜ୍ଞା ମାଉସୀ, ସରି। ଆଉ ଗୋଟେ ବହୁତ ମେଜର ଫ୍ୟାକ୍ଟର, ଏଇଟା ତ ଗଲା ଆମର ସାଇନ୍ସ ଉପରେ। ଆଉ କେତେବେଳେ ଯଦି ବସିବେ, ଆଜି ତ ବହୁତ ଟାଇମ ଗଲା, ଆଉ କେତେବେଳେ ଯଦି ମତେ ଚାନ୍ସ ମିଳିବେ ତ ମୁଁ ପୁରା ଫେଜ ବାଇ ଫେଜ କଣ ରିସର୍ଚ୍ଚ ହେଇଛି, କଣ ଠାକୁର କହିଛନ୍ତି, କଣ ଏଇ ଉପରେ ହିଁ ମୁଁ 7 ମାସ ହେଲାଣି ପୁରା ଚଲେଇଛି। ମୋର ଯେତେ ଫୋକସ ମୁଁ ଦଉଛି। ଆଉ ପରମପିତାଙ୍କ ଦୟା ଥାଉ ମୋ ପ୍ରତି ପ୍ରାର୍ଥନା କରିବେ ସମସ୍ତେ। ଆଉ ମୁଁ ଗୋଟେ ବହୁତ ସୁନ୍ଦର 2ଟା ମୋର ପର୍ସନାଲ ଏକ୍ସପିରିଏନ୍ସ ଗୁରୁ ପରିବାରଙ୍କ ସହିତ ମୁଁ କହିବି। ମୋ ଛୁଆ ପେଟରେ ଥାଏ, ମୋ ଘରର ଫାଷ୍ଟ ପିଲା ହଉଛି ମୋ ପୁଅ, ହଉଛି ଶ୍ରେୟ। ଆମ ଘରର ପ୍ରଥମ ଛୁଆ, ଆମର ପୁରା ଆତ୍ମା ତା ପାଇଁ ଏଇଭଳିଆ ୱିକନେସ। ତାର ନାଁ ଆସିଲା ଶ୍ରେୟ ସୁନ୍ଦର। ସେ ଯେତେବେଳେ ଜନ୍ମ ହେଲା ତା ନାଁ ଆସିଲା ଶ୍ରେୟ ସୁନ୍ଦର। ତ ତା ଛୁଆଟା ପାଇଁ ଯାହା ଆମର ୱିକନେସ, ତା ନାଁ ଟା ପାଇଁ ମୁଁ ପୁରା କମ୍ପ୍ଲିଟଲି ପାଗଳ ଥିଲି। କାରଣ ମୁଁ ଯେତେ ଠାକୁରଙ୍କର ବହି ପଢେ ସବୁ ଜାଗାରେ ଶ୍ରେୟ 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 ପ୍ରସୁ ଶ୍ରେୟ ସମଥିଙ୍ଗ ଶ୍ରେୟ ଥିବ। ଆଉ ମୋର ଗୋଟେ ବହୁତ ମୁଣ୍ଡରେ କନସେନଟ୍ରେସନ ଥାଏ, ମୁଁ ଶ୍ରେୟ ଜାଗାକୁ ପେନସିଲ ରେ ଅଣ୍ଡରଲାଇନ କରେ। ବୁଝିଲେ, ଠାକୁରଙ୍କ ପାଖରେ ବସିବି, ନାମ ଧ୍ୟାନ କରିବି, ବାଣୀ ପଢିବି, ଆଉ ଅଣ୍ଡରଲାଇନ କରୁଥିବି, ଆଉ ଠାକୁରଙ୍କୁ ଅନେଇକି କହିବି ଯେ ଠାକୁର କେତେ ସୁନ୍ଦର ନାଁ ଆପଣ ଦେଇଛନ୍ତି, ଆପଣଙ୍କ ସବୁ ବାଣୀରେ ମୋ ପୁଅର ନାଁ, ମୋ ଛୁଆର ନାଁ ଟା କଣ ହବ?
एया मु भाबे एटा बिटवीन मी एंड ठाकुर शशि ठाकुर मोर आ ठाकुर भितर एई कथाटा मोर गोटे इच्छा अछि बोली काहाकू भी जणा नाही केही जानंतीनी जो दिन मो छुआ जन्म हैला से जन्म हैला भोर 4:52 रे तार ना आसीला 9टा बेले ना आसी ना जे मते पचारिकी निया हैला 6टा केते बेलको मते जो बाबादा तो बसंती 7टा 7:30 बेलको देवघरे बापुंदा बोली हमर जने बहुत क्लोज रुहंती बापुंदा पचारले जे मार ना मार आई ना तीन जेनरेशन ना जीवो तो मो ना होची सुदेशना मो मां को ना होची मीनाक्षी मो आई को ना होची कमला किंतु ना आसिला श्रेया आ स्पेलिंग SHEREYA ଯେତେବେଳେ ବାପୁନ୍ଦା କହିଲେ ତା ଭାଇର ନାଁ ବି ଶ୍ରେୟ ତ ବାବେଦା କହୁଛନ୍ତି ଯେ ଠାକୁର ଏମନି ହିଁ ନାମ ଦିଏ ଭାଇ ଆଉ ଭଉଣୀ ତ ଏଇଟା ଗୋଟେ ଇନସିଡେଣ୍ଟ ଯୋଉଟା ମୁଁ ମୋ ଛୁଆକୁ ଧରିକି ବହୁତ କାନ୍ଦିଥିଲି ଆଉ ସେଇଦିନ ମତେ ରିଏଲାଇଜ ହେଇଯାଇଥିଲା ଠାକୁର ଆଚାର୍ଯ୍ୟ ପରମ୍ପରା ଦେଇ ଯୋଉ କହିଛନ୍ତି ଆମେ ଯିଏ ଯୋଉ କୋଣରେ ବି ବସିଛେ ଯାହା ଚିନ୍ତା କରୁଛେ ଯାହା ଭାବୁଛେ କମ୍ପ୍ଲିଟଲି ତାଙ୍କ ପାଖରେ ସବୁ ଖବର ଅଛି ସବୁ ଅଛି ହୁଏତ ସେ ମୁହଁରେ ପ୍ରକାଶ ନ କରିପାରନ୍ତି ହୁଏତ ସେ ମୁହଁରେ କହି ନ ପାରନ୍ତି କିନ୍ତୁ ସେ ସବୁ ଜାଣୁଛନ୍ତି ଏତିକି ମନେ ରଖିଥିବେ ସମସ୍ତେ ଏଟା ମୁଁ ଭୁକ୍ତଭୋଗୀ ସେକେଣ୍ଡ କଥା ମାଙ୍କ ପାଖକୁ ମୁଁ ଯାଇଛି ପ୍ରଣାମ କରିବା ପାଇଁ ତ ମାଙ୍କର କବାଟ ପଡିଛି ଯୋଉମାନେ ଦେଓଘର ଯାଇଛନ୍ତି ତ କବାଟ ପଡିଥାଏ 3ଟା 2:30 3ଟା ଟାଇମ ହଉ ମୁଁ ମୋ ଝିଅ ଆଉ ମୋ ସ୍ୱାମୀ ଆମେ ଛିଡା ହେଇଛୁ ଦୋଳିଟା ଝୁଲେ ମାଙ୍କ ଖବର ପାଖରେ ସେ ଦୋଳି ପାଖରେ ମୁଁ ଭାବୁଛି ଏମିତି ହଠାତ୍ ମୁଣ୍ଡକୁ ଆସିଲା ଯେ ମୋର ତ ମା ନାହାନ୍ତି ମୋ ଝିଅ ଟା ଯେତେବେଳେ ବାହା ହବ ତାହେଲେ ବାପ ଘର ତରଫରୁ ତ ତାକୁ କିଛି ବି ଆଈ ତରଫରୁ ତ ତାକୁ କିଛି ବି ମିଳିବନି ମୋ ଛୁଆ ଟା କେତେ ଦୁଃଖୀ ଏୟା ମୋ ମନରେ ହଠାତ୍ ଆସିଛି କଣ ପାଇଁ ଭାବନା ଆସିଲା ବି ମୁଁ ଜାଣିନି ହଠାତ୍ ଏତିକି ମୁଁ ଭାବୁଛି ମାଙ୍କ କବାଟ ଖୋଲିଲା ତ ଆମେ ସମସ୍ତେ ପଶିଗଲୁ ମାଙ୍କୁ ପ୍ରଣାମ କରିବା ପାଇଁ ମା ମତେ ଦେଖିକି କହୁଛନ୍ତି ଶୁଣ ଆଉ ତୋ ଝିଅ ବାହା ହେଲା ବେଳକୁ ମୁଁ ବଞ୍ଚିଥିବି କି ନାହିଁ ଆଉ ମୁଁ ନା ଗୋଟେ କିଛି ରଖିଛି ତୁ ତୋ ଝିଅ ବାହାଘର ବେଳେ ତାକୁ ଦବୁ ମୁଁ ଆଶ୍ଚର୍ଯ୍ୟ ହେଇକି ମୁକ ଭଳିଆ ଅନେଇଥାଏ ମାଙ୍କ ମୁହଁକୁ ମା ଭିତରକୁ ଗଲେ ଗୋଟେ ପିତ୍ତଳର ପୁରା ଥାଳି ଗ୍ଲାସ ଇଏ ଆଉ ବାପ ଘରୁ ଯୋଉ ଦିଅନ୍ତି ଗୋଟେ ବାସନର ସେଟ ଆଉ ଶାଢୀ ଗୋଟେ ମା ତାକୁ ପ୍ୟାକ୍ କରିକି କହିଲେ ଏଇଟା ନା ତୋ ଝିଅର ବାହାଘର ବେଳେ ମୋ ତରଫରୁ ଦେଇଦବୁ ଏବେ ଆପଣ ଭାବନ୍ତୁ ଆମେ କାହା କୋଳରେ ଅଛେ ଆମକୁ ବାପା ମା ଦୁନିଆର ସବୁ ଶ୍ରଦ୍ଧା ସବୁ ପ୍ରକାର ଜ୍ଞାନ ସବୁ ପ୍ରକାର ଏକ୍ସାମ୍ପଲ ସବୁ ଜିନିଷ ଆମ ପାଇଁ ପୁରା ପରମ ପିତା ଏମିତି ଥାଳିରେ କରିକି ରଖିଛନ୍ତି ଓନ୍ଲି ଥିଙ୍ଗ ଆମେ ତାଙ୍କୁ କେତେ ଭଲ ପାଇବା ଆମେ କେତେ ଆମ ଡେଡିକେସନ ତାଙ୍କୁ ଦେଇପାରିବା ମୋ ଜୀବନର ଗୋଟିଏ ହିଁ ଲକ୍ଷ୍ୟ ମୋ ଛୁଆକୁ ଆପଣ ବିଶ୍ୱାସ ବି କରିବେନି ଘୋଳି ବାଟି ପିଆଇ ଦେଇଛି ଯାହା ମୁଁ ପାଇନି ଯାହା ମୁଁ ଛୋଟ ବେଳେ ପାଇନି ସେ କୁନିଟେ ହେଇଥିଲା ସେ ମୋଠୁ ଖାଉଥିବ କିନ୍ତୁ ସେତେବେଳେ ବି ମୁଁ ବିବାହ ସଂସ୍କାର ଗପେ ଷ୍ଟୋରି ଭଳିଆ ତା ଆଗରେ ସେତେବେଳେ ବି ରାଜା ରାଣୀର ଗପ ଦ୍ଵାରା ଉଚ୍ଚ ଜାତି ନିଚ ଜାତି କେମିତି ବାହାଘର ହବା ଦରକାର କେମିତି ସୁସନ୍ତାନ ଆସେ କେମିତି ଇଏ ଆସେ ବେଶ ଆମକୁ କ୍ଲିୟର କରିବାକୁ ପଡିବ ହୁଏତ ସେ ଥାର୍ଡ ଜେନେରେସନ ହେଇପାରେ ତା ବ୍ଲଡ ରେ ସେ ଜିନିଷ ଥାଇପାରେ ବଟ ତାକୁ ଏନଭାୟରମେଣ୍ଟାଲ ଇଏ ବି ତ ଦରକାର ଆଉ ସେଟା ଦେବି ମୁଁ କାରଣ ସାଇନ୍ସ ବି କହି ଦଉଛି ଯେ ବାବାର କିଛି ରୋଲ ନାହିଁ ବାବା ବପନ କରିବ ବାସ୍ ମାର ଛାଇ ମାର ଥିଙ୍କିଂ ମାର ସାଇକୋଲୋଜି ମାର କଥା ମାର ଚଏସ ମାର ସବୁ ଦାୟିତ୍ୱ ଆଉ ଏଇଟା କମ୍ପ୍ଲିଟଲି ପସିବଲ ଯଦି ଆମେ ଯୋଉ 8ଟା ବୈଶିଷ୍ଟ୍ୟ ଆମେ ପାଳି ପାରିବା ଠାକୁରଙ୍କର 8ଟା ନିଷ୍ଠା ଧର୍ମ ଶୁଶ୍ରୂଷା ସେବା ସାହାଯ୍ୟ ସଂରକ୍ଷଣ ପ୍ରେରଣା ଆଣ୍ଡ ପ୍ରଜନନ ଏଇ 8ଟା ଯାକ କେମିତି ଇଜିଲି ହେଇପାରିବ ଯଦି ଆମେ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟିନୀ ସଦାଚାର ଏଇ ପଞ୍ଚନୀତିକୁ ମାନୁଛେ ଏଇ ପଞ୍ଚନୀତି ଆମେ କାହିଁକି ମାନିବା କେମିତି ମାନିବା ଯଦି ଆମେ ଦୀକ୍ଷା ନବା
ଆମେ ଦୀକ୍ଷା କାହିଁକି ନବା, କାହାଠୁ ନବା? ଆମେ ଦୀକ୍ଷା ତାଠୁ ନବା ଯିଏ ପୁରୁଷୋତ୍ତମ, ଯିଏ ତା କ୍ୟାରେକ୍ଟରରେ, ନେଚରରେ ଏଇ ଜିନିଷକୁ ପରଫେକ୍ଟଲି କରିକି ଦେଖେଇଛନ୍ତି। ଆମେ ତାଙ୍କଠୁ ଦୀକ୍ଷା ନବା, ଆମେ ତାଙ୍କୁ ଭଲ ପାଇବା। ଆମେ ତାଙ୍କୁ ଭଲ ପାଇଲେ ତାଙ୍କର ସବୁ ଯାକ ଗୁଣ ମୋ ଭିତରେ ଫୁଟି ଉଠିବ। ଆଉ ମୁଁ ବି ବଡମାଙ୍କ ଭଳିଆ ମୁଁ ବି ମୋର ସଂସାରରେ ଏକଦମ ମାନେ ରାଣୀ ହେଇକି ରହିବି, ସୁଖ ଶାନ୍ତି ଆଉ ସମୃଦ୍ଧିରେ। ଏତିକି କହିକି ମୁଁ ବକ୍ତବ୍ୟ ରଖିବି। ଜୟ ଗୁରୁ।